ଫେବୃଆରୀ ମାସ କୁମ୍ଭ ରାଶିମାନଙ୍କ ପାଇଁ ବହୁତ ହି ଖାସ୍ ଅଟେ କାରଣ ଏହି ମାସ ଫେବୃଆରୀରେ ରାହୁ ବୁଧ ସୂର୍ଯ୍ୟ ମଙ୍ଗଳ ଓ ସୂର୍ଯ୍ୟଙ୍କର ଗୋଚର ଏହି ମାସରେ ବହୁତ ହି ଭଲ ରାଜଯୋଗ ଦେଉଛି। ତ ରାହୁ ପାଇଁ ଆପଣ ମାନସିକ ସ୍ତରରେ ଚିନ୍ତିତ ରହିପାରନ୍ତି, କୌଣସି ଆପଣଙ୍କୁ ପରିଶାନ ରହିପାରେ, କିନ୍ତୁ ଏହି ଚାରୋଟି ରାଜଯୋଗ ଆପଣମାନଙ୍କୁ ଫାଇନାନ୍ସିଆଲି ଆପଣଙ୍କ କ୍ୟାରିୟର କ୍ଷେତ୍ରରେ ବହୁତ ହି ଭଲ ରେଜଲ୍ଟ ଦେଉଛି। ତ ଆପଣଙ୍କ ପାଇଁ ବହୁତ ବଡ଼ ସୁଯୋଗ ନେଇ ଆସୁଛନ୍ତି ଓ ଧନ ଲାଭର ସୁଯୋଗ ମଧ୍ୟ ନେଇ ଆସୁଛନ୍ତି। ଆପଣମାନଙ୍କ ପାଇଁ ସମୟ ବହୁତ ଭଲ ରହିପାରେ, କିନ୍ତୁ ମାନସିକ ସ୍ଥିତି ବହୁତ ଭଲ ରହିବ ନାହିଁ କାରଣ ରାହୁ ଆପଣଙ୍କ ମାନସିକ ଚାପ ଦେବେ। ତ ଆପଣଙ୍କ ଶନିଙ୍କର 7.5 ଚାଲିଥିଲେ ମଧ୍ୟ ଆପଣଙ୍କ ପାଇଁ ଫେବୃଆରୀ ମାସଟି ବହୁତ ଶାନଦାର ରହିପାରେ। ଏହି ପ୍ରକାର ରହିବ। ତ ଚାଲନ୍ତୁ ଜାଣିବା ଆପଣମାନଙ୍କ ପାଇଁ କେଉଁ କେଉଁ ରାଜଯୋଗ ବନୁଛି। ତ ଫେବୃଆରୀ 3 ତାରିଖରେ ପ୍ରଥମେ କୁମ୍ଭ ରାଶିରେ ପ୍ରବେଶ କରିଯିବେ ବୁଧଦେବ। ତାପରେ 13 ଫେବୃଆରୀରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ। ପିତା ପୁତ୍ରଙ୍କର ଯୋଡ଼ି ବି କମାଲ କରିବ। 23 ଫେବୃଆରୀରେ ମଙ୍ଗଳଦେବ କୁମ୍ଭ ରାଶିରେ ପ୍ରବେଶ କରିବେ। ଏହାପରେ ରାହୁ ଗ୍ରହ ପ୍ରଥମରୁ ହିଁ କୁମ୍ଭ ରାଶିରେ ଅଛନ୍ତି। ଏହି ଚାରୋଟି ଗ୍ରହ ସଂଯୋଗରେ ଚତୁର୍ଗ୍ରହୀ ରାଜଯୋଗ ବନୁଛି, ଯାହାଦ୍ୱାରା କି ଲକ୍ଷ୍ମୀ ନାରାୟଣ ରାଜଯୋଗ, ବୁଧାଦିତ୍ୟ ରାଜଯୋଗ, ଶୁକ୍ରାଦିତ୍ୟ ରାଜଯୋଗ ଓ ମଙ୍ଗଳାଦିତ୍ୟ ରାଜଯୋଗର ପ୍ରଭାବରେ ଆପଣ ପ୍ରଭାବିତ ହେଉଛନ୍ତି ଓ ଏହାର ଫାଇଦା ମଧ୍ୟ ପାଉଛନ୍ତି। ବୈଦେଶିକ ଜ୍ୟୋତିଷ ଅନୁସାରେ ଏହି ଯୋଗ ବହୁତ ଲାଭ ଦେଇଥାଏ, ଯେଉଁ ରାଶିମାନଙ୍କୁ ଧନଲାଭ ଓ ପଦଲାଭର ମଧ୍ୟ ଦେଇଥାଏ। ତ ବିଜନେସ୍ ଯଦି ଆପଣ କରୁଛନ୍ତି, ନୌକରି କରୁଛନ୍ତି, ତ ସେମାନଙ୍କ ପାଇଁ ବହୁତ ଭଲ ରହିପାରେ ଓ କୌଣସି ଫିଲ୍ଡରେ ଆପଣଙ୍କୁ ଏହି ସମୟରେ ସମସ୍ୟା ଦେଖିବାକୁ ମିଳିବ ନାହିଁ। ଏହି ସମୟରେ ଆପଣ ବିଜନେସ୍ରେ ଗ୍ରୋ କରିବେ ଓ ଆପଣଙ୍କୁ ଲାଭ ମଧ୍ୟ ମିଳିବ। ଓ କୁମ୍ଭ ରାଶିର ଲୋକମାନେ ନିଜର ଇଚ୍ଛାରେ କୌଣସି କାମ କରନ୍ତୁ ନାହିଁ, ଟାଇମ୍ ଟେବୁଲ୍ ବନାନ୍ତୁ ଓ ତାହାକୁ ଫଲୋ କରନ୍ତୁ। ଏହି ସମୟରେ ଆପଣ ଫୋକସ୍ ରହିବେ ଓ ନିଜର ପରିଶ୍ରମ ଦ୍ୱାରା ଆପଣଙ୍କୁ ଅଧିକ ହିଁ ଫାଇଦା ହେବ। ତ ଲଭ୍ ଲାଇଫ୍ ମଧ୍ୟ ଆପଣମାନଙ୍କ ପାଇଁ ବହୁତ ଭଲ ରହୁଛି। ଏହି ଟାଇମ୍ରେ ପାର୍ଟନରଙ୍କ ସହିତ ଆପଣଙ୍କର ଯେଉଁ ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିଲା ତାହା ମଧ୍ୟ ଦୂର ହେବ। ଶୁକ୍ର ଦ୍ୱିତୀୟ ରାଜଯୋଗ ପାଇଁ ଏହି ସମୟରେ ପରିବାରରେ କୌଣସି ଆପଣଙ୍କର ରିଲେସନସିପ୍ ଠିକ୍ ନଥିଲା, ଆପଣ ଏହି ସମୟରେ ରିଲେସନସିପ୍ ଠିକ୍ ହେବାର ବହୁତ ଚାନ୍ସେସ୍ ଅଛି। ପାର୍ଟନର ବି ଆପଣ ଯେଉଁ ମନମୁଟାବ ଥିଲା ତାହା ମଧ୍ୟ ଦୂର ହେବ। ପେଶୋକି ମାମଲାରେ ଏହି ସମୟ କାଫି ଭଲ ରହୁଛି କାରଣ ଚାରୋଟି ରାଜଯୋଗ ରହୁଛି। ତ ଏହି ସମୟରେ ଆପଣଙ୍କର ଏକ୍ସଟ୍ରା ଇନକମ୍ ରହିପାରେ ଓ ଆପଣଙ୍କର ନିବେଶରୁ ମଧ୍ୟ ଲାଭ ପ୍ରାପ୍ତି କରିପାରନ୍ତି। ଲଗାତାର ଆପଣଙ୍କର ଖର୍ଚ୍ଚ ମଧ୍ୟ ରହିପାରେ, ସେଥିପାଇଁ ସାବଧାନ ରହିବେ। ଫେବୃଆରୀ ମାସ ଦେଖାଯାଏ ତ ଆପଣଙ୍କ ସ୍ୱାସ୍ଥ୍ୟ ବି ବହୁତ ଭଲ ରହିବ, କିନ୍ତୁ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ। ଆପଣ ନିଜ ସ୍ୱାସ୍ଥ୍ୟଠାରୁ ଆପଣଙ୍କ ପ୍ୟାରେଣ୍ଟସ୍ଙ୍କ ପାଇଁ ଚିନ୍ତାରେ ରହିପାରନ୍ତି ଏହି ମାସରେ। ତ ଆପଣଙ୍କ ପ୍ୟାରେଣ୍ଟସ୍ଙ୍କର ଧ୍ୟାନ ରଖନ୍ତୁ ଓ ଆପଣଙ୍କର ଏହି ସମୟରେ ଆପଣଙ୍କର ଫେବୃଆରୀ ମାସ ବେଷ୍ଟ ରହିବ ଆପଣମାନଙ୍କ ପାଇଁ। ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ କ୍ୟାରିୟର ଆପଣଙ୍କର ଫାଇନାନ୍ସ ପାଇଁ ମଧ୍ୟ ଶାନଦାର ରେଜଲ୍ଟ ଦେବେ। ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ।